ନମସ୍କାର। ଆଜି 30 ତାରିଖ ମେ ମାସ 2025 ସକାଳ 5:30। କଣ କେଜାଣି ଇଚ୍ଛା ହେଲା ମୁଁ ଆପଣମାନଙ୍କ ସହିତ କିଛି କଥା ହେବା ପାଇଁ ଚାହିଁଲି। ମୁଁ ଓ ମୋର ଅନୁଭୂତି, ସମସ୍ତଙ୍କ ଜୀବନରେ କିଛି ନା କିଛି ଅନୁଭୂତି ହେଇଥାଏ। ବିନା ଅନୁଭୂତିରେ ତ ଜୀବନ ଆଗକୁ ଯାଏ ନା। ସମୟ ଅଛି ମାନେ ଅନୁଭୂତି ରହିବ, କିନ୍ତୁ କିଏ କେତେ ସେନ୍ସିଟିଭଲି ସେ ସବୁକୁ ସ୍ୱୀକାର କରେ, ଦେଖେ, ଅନୁଭବ କରେ, ଆନାଲାଇଜ କରେ, ସେଟା ବ୍ୟକ୍ତି ଟୁ ବ୍ୟକ୍ତି ଅଲଗା ହେଇପାରେ। ମୁଁ ମୁଁ ମୋର କିଛି ଅନୁଭୂତି କହିବି, ଯାହା ଆପଣ ମାନିପାରନ୍ତି, ନ ମାନିପାରନ୍ତି। ମାନିଲେ ଭଲ କଥା, ନ ମାନିଲେ ଆହୁରି ଉତ୍ତମ କଥା। ସମସ୍ତେ ଜ୍ୟୋତିଷ, ନ୍ୟୁମରୋଲୋଜି, ବାସ୍ତୁ ଏସବୁକୁ ବେକାର ଜିନିଷ କହନ୍ତି। ବହୁତ ବେକାର କଥା। আর କିଛି ମାନେ ନାହିଁ। ହୁଁ, ବିଲକୁଲ ମାନେ କିଛି ନାହିଁ। କିନ୍ତୁ ଆର ମାନେ ଅଛି ବୋଲି ମୁଁ ପ୍ରମାଣ ବି କରିବା ପାଇଁ ଚାହୁଁନି, ସେ ଅପଚେଷ୍ଟା ବି କରିବି ନାହିଁ। କିନ୍ତୁ ମୁଁ ଯାହା ବୁଝିଛି ସେ ସବୁକୁ ନେଇକି ସେ ଜିନିଷ ନିଶ୍ଚୟ କରିବି। ଆଗରୁ ସ୍ମାର୍ଟଫୋନ ନଥିଲା, ଜୀବନ ଚାଲିଥିଲା। 1000 ବର୍ଷ ଆଗରୁ କିଛି ନଥିଲା, ତଥାପି ଜୀବନ ଚାଲିଥିଲା। ଆଜି ସ୍ମାର୍ଟଫୋନ ଅଛି, ତଥାପି ଜୀବନ ଚାଲିଛି। ସମସ୍ୟା ଏକା ଭଳିଆ ହିଁ ଅଛି, ଖାଲି ରଙ୍ଗ ରୂପ କିଛି ବଦଳି ଯାଇଛି। ମୁଁ ଯଦି କହିବି ନ୍ୟୁଟନ କହିଥିବା F ଇଜ ଇକ୍ୱାଲ ଟୁ ma, ଫୋର୍ସ ଇଜ ଇକ୍ୱାଲ ଟୁ ମାସ୍ ଇଣ୍ଟୁ ଏକ୍ସେଲରେସନ, ବେକାର ଜିନିଷ। କାହାର ସାହସ ନାହିଁ ମତେ ଆସି ପ୍ରମାଣ କରିବ ଯେ ନାଇଁ ସେଟା ସତ, ମିଛ ନୁହେଁ। ଆପଣ ଜାଣିଥିବେ ଫୋର୍ସ ଇଜ ଇକ୍ୱାଲ ଟୁ ମାସ୍ ଇଣ୍ଟୁ ଏକ୍ସେଲରେସନ, ସତ ନା ମିଛ। କିନ୍ତୁ ମୁଁ ଯଦି ମାନିବିନି, ତାହେଲେ କିଏ ମତେ ମନେଇ ଦବ? କେମିତି ଆପଣ ମନେଇ ପାରିବେ? ଓ ନ୍ୟୁଟନ ଆସିଲେ ବି ମତେ ମନେଇ ଦବ କି? ବୁଝେଇ ପାରିବ କି? ନା ଆଜ୍ଞା, ମୋର ବୁଝିବା ପାଇଁ ଗୋଟେ ଆଗ୍ରହ ରହିବା ଦରକାର। ମତେ କିଛି ଫିଜିକ୍ସର ନିୟମ ଜାଣିବା ଦରକାର, ବେସିକ୍ସ କ୍ଲାसेସ୍ କିଛି ପଢିଥିବା ଦରକାର। ଆଉ ସେଟା ସତ ବୋଲି ଜାଣିବାକୁ ହେଲେ ମତେ ଲ୍ୟାବୋରେଟୋରୀ କି ଯିବାକୁ ପଡିବ। ତାହେଲେ ମୁଁ ବୁଝିବି, ମତେ କିଏ ବୁଝେଇ ପାରିବ? ମୁଁ କହିବି ମୁଁ ଘରେ ବସିଛି, ମୁଁ କାହା କଥା ଶୁଣିବିନି, କାହା କଥା ମାନିବିନି, ମୁଁ କିଛି ପଢିବିନି, କୌଣସି କ୍ଲାସକୁ ଯିବିନି, କିଛି କରିବିନି, ଆଉ ମତେ କିଏ ବୁଝେଇ ପାରିବନି। ତେଣୁ ସେଟା ଭୁଲ ଜିନିଷ, ସେୟା ବି ନୁହେଁ। ତେଣୁ ସେଇ ପରିପ୍ରେକ୍ଷୀରେ କହିବା ପାଇଁ ଚାହୁଁଛି, ଆମେ ଯେତେବେଳେ ଜନ୍ମ ହଉ, ଭଗବାନ ଆମକୁ ଗୋଟେ ଡେଟ୍ ଅଫ ବର୍ଥ ଦେଇଥାନ୍ତି, ଜନ୍ମ ତାରିଖ, ଯୋଉଟାକୁ ଆମେ ବଦଳେଇ ପାରିବାନି, କେବେ ବି ବଦଳେଇ ପାରିବାନି। ତା ସହିତ ବାପା ମା ବା ପାରିପାର୍ଶ୍ୱିକ ପରିସ୍ଥିତି ଆମକୁ ଚିହ୍ନିବା ପାଇଁ ଗୋଟିଏ ନାଁ ଦେଇଥାନ୍ତି। ତେଣୁ ମୁଁ କହେ ସାଇକେଲର ଦୁଇଟି ଚକ ହଉଛି ଗୋଟେ ଡେଟ୍ ଅଫ ବର୍ଥ, ଗୋଟେ ହଉଛି ନେମ୍। ଚଲେଇବ ତ ନିଜେ ଚଲେଇବାକୁ ପଡିବ, କିନ୍ତୁ ସେ ଦିଟା ଯଦି ସିଙ୍କ୍ରୋନାଇଜ ହେଇକି ଅଛନ୍ତି, ତାହେଲେ ସାଇକେଲଟା ଆରାମସେ ଯାଇପାରିବ। କଷ୍ଟ କିନ୍ତୁ ଆପଣଙ୍କୁ ପଡ଼ିବାକୁ ପଡ଼ିବ। କଷ୍ଟ କିନ୍ତୁ ଆପଣଙ୍କୁ ହିଁ ପଡ଼ିବାକୁ ପଡ଼ିବ। ଆପଣ ପାଇଁ କେହି ପଡ଼ିବେନି। ଆପଣଙ୍କୁ ପେଡାଲ ମାରିବାକୁ ପଡ଼ିବ କି ପେଟ୍ରୋଲ ଦେବାକୁ ପଡ଼ିବ, ଗାଡ଼ି ଚାଲିବ। କିନ୍ତୁ ଯେତେ ଦିଟା ଯାକ ଯଦି ଚକା ସିଙ୍କ୍ରୋନାଇଜ ହେଇକି ଅଛନ୍ତି, ତାହେଲେ ଗାଡ଼ି ଭଲ ଚାଲିବ। ସେମିତି ନେମ୍ ଆଣ୍ଡ ଡେଟ୍ ଅଫ ବର୍ଥ, ଡେଟ୍ ଅଫ ବର୍ଥ ଆମେ ବଦଳେଇ ପାରିବାନି, କିନ୍ତୁ ନେମ୍ କୁ ଆମେ ବାଛିକି ଦେଇପାରିବା। ତେଣୁ ଯେତେବେଳେ ବି ଆପଣଙ୍କର ମାନେ ଏନି ଛୁଆ ଜନ୍ମ ହେଲା, ଘରକୁ ଆସିଲା, ନାମକରଣ ଉତ୍ସବ କରୁଛନ୍ତି, ନାଁଟି ଏମିତି ସେମିତି ଦେଇ ଦିଅନ୍ତୁନି, ଦୟାକରି ଦିଅନ୍ତୁନି। କାରଣ ନାଁର ପ୍ରଭାବ ଲାଇଫରେ ବହୁତ କିଛି ଅଛି। ଆପଣ ମାନିବେନି, ମୁଁ ଆଗରୁ କହିଦେଇଛି F ଇଜ ଇକ୍ୱାଲ ଟୁ ma, ମୁଁ ମାନିବିନି ତାହେଲେ ମୋର କିଛି କରିପାରିବି। କିନ୍ତୁ ଯଦି ମାନିବେ, ବହୁତ କିଛି ଅଛି, ବହୁତ କିଛି ୟୁଟିଲାଇଜ କରିପାରିବେ। ମାନେ F ଇଜ ଇକ୍ୱାଲ ଟୁ ma ବାହାରିବା ନ ବାହାରିବା ଆଗରୁ କଣ ଦୁନିଆ ଚାଲିନଥିଲା? ଚାଲିଥିଲା। ତା ପ୍ରିନ୍ସିପଲ୍ସ ବି ୟୁଜ୍ ହଉଥିଲା। କିନ୍ତୁ ଆମେ ଯେତେବେଳେ F ଇଜ ଇକ୍ୱାଲ ଟୁ ma ଜାଣିଲେ, ତା ପ୍ରିନ୍ସିପଲକୁ ୱାଇଡଲି ୟୁଜ୍ କଲେ। ତେଣୁ ଆପଣ ସେ ପ୍ରିନ୍ସିପଲ ଜାଣିବାକୁ ଗଲେ ଫିଜିକ୍ସ ପଢିବାକୁ ପଡିବ, ଲ୍ୟାବୋରେଟୋରୀ ଯିବାକୁ ପଡିବ। ଆଉ ଘରେ ବସି ଆର୍ଟସ ପଢିକିରି କହିଦେବିନି ଯେ ଫିଜିକାଲ ଡ୍ୟାମେଜ ରଙ୍ଗ। ମୁଁ ସେୟା କରିବାକୁ ଚାହୁଁଛି। ତେଣୁ ଯେତେବେଳେ ବି ଆପଣ କୌଣସି ନବଜାତ ଶିଶୁର ନାଁ ଦେବା ପାଇଁ ଚାହୁଁଛନ୍ତି, ଗୋଟେ ଆଷ୍ଟ୍ରୋଲୋଜରକୁ ଦେଖା କରନ୍ତୁ ନାହିଁ, କି ନ୍ୟୁମରୋଲୋଜିଷ୍ଟକୁ ବି ଦେଖା କରନ୍ତୁ ନାହିଁ। ମୁଁ କହିବି ଆଷ୍ଟ୍ରୋ ନ୍ୟୁମରୋଲୋଜିଷ୍ଟକୁ ଦେଖା କରନ୍ତୁ। ତା ମାନେ ହଉଛି ଯୋଉମାନେ ଆଷ୍ଟ୍ରୋଲୋଜି ଜାଣିଛନ୍ତି ଆଉ ନ୍ୟୁମରୋଲୋଜି ଜାଣିଛନ୍ତି, ସେମାନଙ୍କୁ ଦେଖା କରନ୍ତୁ। ଏଇଟା କାହିଁକି କହୁଛି ପରେ କହିବି, କେବେ ଗୋଟେ ଲମ୍ବା ଜିନିଷ ମୁଁ ବୁଝେଇବି ଦେବି କେମିତି ନାଁ ଦିଆଯାଏ, ଗୋଟେ ଆଇଡିଆ ରହିବା ଦରକାର। ଆମେ କହିବା, ବହୁତ ଲୋକ କହନ୍ତି ନ୍ୟୁମରୋଲୋଜିର କିଛି ମାନେ ନାହିଁ, ଫାଲତୁ ଜିନିଷ। ନମ୍ବର୍ସର କିଛି ମାନେ, ଏକ କେମିତି ହେଲା, ଦୁଇ କେମିତି ହେଲା, ଟୁ କେମିତି ହେଲା, ଥ୍ରୀ କେମିତି ହେଲା, ଫୋର କେମିତି ହେଲା, ଫାଇଭ କେମିତି ହେଲା। ମୁଁ ଧୀରେ ଧୀରେ ଆପଣଙ୍କୁ ସବୁ କହିବି, ବୁଝେଇବି, ଆପଣ ବୁଝେଇ ଦେଇପାରିବି। ୱାନ୍ର ମାନେ କ'ଣ, ହ୍ୱାଇ ଇଟ୍ ଇଜ ରେଫର ଟୁ ସନ୍। ଟୁର ମାନେ କ'ଣ, ହ୍ୱାଇ ଇଟ୍ ଇଜ ରେଫର ଟୁ ମୁନ୍। ଥ୍ରୀର ମାନେ କ'ଣ, ହ୍ୱାଇ ଇଟ୍ ଇଜ ରେଫର ଟୁ Jupiter. All these things I will slowly explain so that you can at least feel the vibrations of all these studies. ମୁଁ ବର୍ତ୍ତମାନ କହିବି, ଆମେ ବହୁତ ଚାଲାକ ଲୋକ ବୋଲି। ଆମେ ଅଳ୍ପ ସାଇନ୍ସ ପଢିଲେ,
କି ଅଳ୍ପ କିଛି ପଢ଼ିଦେଲେ ସେଥିରେ ଆମେ ନିଜକୁ ସର୍ବଶ୍ରେଷ୍ଠ ଭାବିକିରି ଦୁନିଆକୁ ଜଣେଇଦେଲେ ଯେ ଏସବୁ ବାଜେ ଜିନିଷ, ବେକାର ଜିନିଷ। ମୁଁ ଗୋଟେ ଏକ୍ସାମ୍ପଲ୍ସ ଦେବାକୁ ଚାହୁଁଛି। 2-3 ବର୍ଷ ତଳେ ମୁଁ ଆବିଷ୍କାର କରିଥିଲି, ଇଭେନ୍ ସେ ସମୟର ସାଙ୍ଗସାଥି ସମସ୍ତଙ୍କୁ କହିଥିଲି, ଦେଖନ୍ତୁ ହ୍ୱାଟ୍ସଆପ୍ ଯୋଉ ଆମର ଚାଟ୍ ଏରିଆ ଅଛି, ହୋମ୍ ସ୍କ୍ରିନ୍ ଅଛି ହ୍ୱାଟ୍ସଆପ୍ର, ତାକୁ ଗୋଟେ ବ୍ଲାଙ୍କ କରିଦିଅନ୍ତୁ, କରି ଗୋଟେ ସ୍କ୍ରିନସଟ୍ ନିଅନ୍ତୁ। ସ୍କ୍ରିନସଟ୍ ନେଇକି ଜୁମ୍ କରନ୍ତୁ, ଜୁମ୍ କରି ଦେଖନ୍ତୁ କ'ଣ ଲେଖା ହେଇଛି। କିଛି ତ ଦେଖାଯାଉନି, ଟିକେ ଗ୍ରେ କଲର୍ର ସ୍ଲାଇଟଲି ମାନେ ମଇଳା କଲର୍ର ଗୋଟେ ବ୍ୟାକଗ୍ରାଉଣ୍ଡ ଅଛି। ତାକୁ ଯଦି ଜୁମ୍ କରି ଗୁଡ଼ାଏ ଡୁଡଲିଂ ଅଛି, ଆଉ ସେଥିରେ କିଛି ନମ୍ବର୍ସ ଲେଖା ହେଇଛି। 3 ବର୍ଷ ତଳେ ମୁଁ 3ଟା ନମ୍ବର ବାହାର କରିଥିଲି, ଓକେ। କିନ୍ତୁ ବର୍ତ୍ତମାନ ସେ ନମ୍ବର ଗୋଟେ ଚେଞ୍ଜ ହେଇଯାଇଛି। କ'ଣ ଚେଞ୍ଜ ନ ହେଇଛି ମୁଁ କହିବି ସେସବୁ। ଆପଣ ନିଅନ୍ତୁ ପ୍ରଥମେ ଗୋଟେ ହ୍ୱାଟ୍ସଆପ୍ ବ୍ଲାଙ୍କ ପେଜ୍ର ଯୋଉଠି ଚାଟିଂ କରୁଛନ୍ତି ତାର ଗୋଟେ ସ୍କ୍ରିନସଟ୍ ନିଅନ୍ତୁ। ନେଇକରି 3ଟି ନମ୍ବର ଲେଖା ହେଇଛି, 3ଟା ଜାଗାରେ ଲେଖା ହେଇଛି। ଆଉ ବି ଲେଖା ହେଇଥିବ ମୁଁ ଜାଣିନି, କିନ୍ତୁ ମୁଁ 3ଟି 1 2 3 4ଟା 4ଟା ନମ୍ବର ଲେଖା ହେଇଛି। 4ଟା ଜାଗାରେ କିଛି ନମ୍ବର୍ସ ଲେଖା ହେଇଛି। ସେ 4ଟା ଯାକ ନମ୍ବର ଆପଣ ଖୋଜିକି ପଢ଼ନ୍ତୁ। ମୁଁ ଦେଖେଇଦେବି ଏବେ। ମୁଁ କହିବାର ଅର୍ଥ ହେଉଛି, ଯେତେବେଳେ ଆମର ଜିଓ ରିଲାଏନ୍ସ ଟେଲିକମ୍ ଷ୍ଟାର୍ଟ ହେଇଥିଲା, ସେତେବେଳେ ତାର ନାଁ ଥିଲା ଜିଓ, JIO। କିନ୍ତୁ 3-4 ବର୍ଷ ପରେ ସେ ଚେଞ୍ଜ କଲା ମାଇ ଜିଓ। କ'ଣ ପାଇଁ ଚେଞ୍ଜ କଲା? ଯିଏ ନ୍ୟୁମରୋଲୋଜିର ଟିକେ ବି ମାନେ ଜ୍ଞାନ ଅଛି, ଯାହା ଯେଉଁମାନଙ୍କର, ସେମାନେ ଡେଫିନେଟଲି କହିବେ ଜିଓ କମ୍ସ ଟୁ 9, ମାନେ 9 ନମ୍ବର ଭାଇବ୍ରେସନ୍ ନେଇକି ଜିଓ ଆସେ। କିନ୍ତୁ ମାଇ ଜିଓ ଟେକ୍ସ ଦି ଭାଇବ୍ରେସନ୍ ଅଫ୍ 5। 5 ମାନେ ଷ୍ଟାବିଲିଟି, ଯାହାକୁ ଆମେ ଆଷ୍ଟ୍ରୋଲୋଜିରେ ମର୍କୁରୀ ପ୍ଲାନେଟ୍ କହୁ ବା ମର୍କୁରୀ ଗ୍ରହ କହୁ। So number 5 gives stability. Number 9 is aggressive. So ସେ aggressiveness ଲାଗି ଏଣ୍ଟାୟାର ମାର୍କେଟର ସମସ୍ତଙ୍କୁ ଡାଉନ୍ କରିଦେଲା। ଆଣ୍ଡ ଆଇ ଡେଫିନେଟଲି ଗେସ୍ ଏତିକି କରିବା ପାଇଁ, ଏ ଜିନିଷ କରିବା ପାଇଁ ଡେଫିନେଟଲି ସେ କୋଟିଏ ଟଙ୍କା ଦେଇଥିବ ଗୋଟେ ନ୍ୟୁମରୋଲୋଜିଷ୍ଟକୁ ବା ଆଷ୍ଟ୍ରୋଲୋଜିଷ୍ଟକୁ, ମାନେ ନ୍ୟୁମରୋଲୋଜିଷ୍ଟକୁ। ସେମିତି ବହୁତ ଜିନିଷ ଆପଣ ଦେଖିପାରିବେ। ଏବେ ଗୋଟେ ଟାଟାର ଗାଡ଼ି ବାହାରିଛି, CURVV। ଡବଲ ଭି ଦେବାର କିଛି ମାନେ ଥିଲା, କର୍ ମାନେ CURVE ହେଇଥାନ୍ତା। ଆମର ଯଦି ଏକ୍ଜାକ୍ଟ ସ୍ପେଲିଂ ଦେଖାଯାଏ, କିନ୍ତୁ CURVV ଦେଇଛି। କ'ଣ ପାଇଁ? ସେମିତି ବହୁତ ବଲିଉଡ୍ ମୁଭିଜ୍ ଅଛି ଯାହାର ସ୍ପେଲିଂ ଚେଞ୍ଜ କରାହେଇଛି। ବହୁତ ପୁରୁଣା ସିନେମା ଦେଖିବେ, କଭି କଭି, ଫାର୍ଷ୍ଟ କଭିଟା ଅଲଗା, ସେକେଣ୍ଡ କଭିଟା ଅଲଗା, କ୍ରିସ୍, ଏମିତି ବହୁତ ଜିନିଷ ଅଛି। ହଜାର ନାଁ ବାହାରିବ ଯୋଉଠିକି ଆମେ ଯାହା ଭାବୁଛେ ସେ ଜିନିଷ ନ ହେଇକିରି ସ୍ଲାଇଟଲି ମୋଡିଫିକେସନ ହେଇଛି। ଆଣ୍ଡ ଦେ ଆର୍ ସୁପର ହିଟ୍ ମୁଭିଜ୍। ସେମିତି ଲୋକ ନାଁ ଚେଞ୍ଜ କରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ବଲିଉଡରେ ବହୁତ ନାଁ ଚେଞ୍ଜ କରନ୍ତି। ଆଜିକାଲି ଲୋକ ବି ନାଁ ଚେଞ୍ଜ କଲେଣି ଟୁ ଗେଟ୍ ଦି ଭାଇବ୍ରେସନ୍ସ ଅଫ୍ ଦୋଜ୍ ନେମ୍ସ, ଆଲଫାବେଟ୍ସ ଆଣ୍ଡ ନମ୍ବର୍ସ ଇନ୍ ଦ ଲାଇଫ୍। ଆପଣ ଚେକ୍ କଲେ ହ୍ୱାଟ୍ସଆପ୍ର ସ୍କ୍ରିନସଟ୍ ନେଇକି? କରିନାହାନ୍ତି ନା? କରନ୍ତୁ। ହ୍ୱାଟ୍ସଆପ୍ର ଯିଏ ବି ମାଲିକ ଅଛନ୍ତି, କିଏ ଅଛନ୍ତି? ବୋଧେ ମାର୍କ ଜୁକରବର୍ଗ। ସିଏ ତ ବୋକା ନୁହେଁ, ସିଏ ତ ହିନ୍ଦୁ ନୁହେଁ। ସେ ହିନ୍ଦୁ ଅନ୍ଧବିଶ୍ୱାସୀ। ତାହେଲେ ତା ମୁଣ୍ଡରେ ଏ ଜିନିଷ କାହିଁକି ଆସେ? ଆର୍ବିଟ୍ରାରୀ ବିଲକୁଲ ଲେଖା ହେଇନି। ଆପଣ ଯେତେବେଳେ ଜାଣିପାରିବେ ସ୍କ୍ରିନସଟ୍ ନେଇକିରି, ସେତେବେଳେ ଦେଖିବେ ସେଟା ଆର୍ବିଟ୍ରାରୀ ବାଇଚାନ୍ସ ଲେଖା ହେଇନି, ଜାଣିଶୁଣି ଲେଖା ହେଇଛି। ମୁଁ କହୁଛି 3 ବର୍ଷ ତଳେ ମୁଁ ଦେଖିଥିଲି ଗୋଟେ ନମ୍ବର ଥିଲା, ଯୋଉ ନମ୍ବରଟା ଏବେ ଚେଞ୍ଜ ହେଇଛି। ସେ ନମ୍ବରଟା ଗୋଟେ ଅଲଗା ଫର୍ମରେ ଅଛି, କିନ୍ତୁ ଆଉ ଗୋଟେ ନମ୍ବର ଏଡିସନ ହେଇଛି। ମୁଁ ଦେଖେଇଦେବି ଆପଣ। ସେମାନେ ଯଦି ୟୁଜ୍ କରୁଛନ୍ତି, ନ୍ୟୁମରୋଲୋଜିକି ୟୁଜ୍ କରିକି ପ୍ରଫିଟ୍ ପାଉଛନ୍ତି, ବେନିଫିଟ୍ ପାଇପାରୁଛନ୍ତି, ତାହେଲେ ଆମେ କାହିଁ କରିବାନି? ମୁଁ କହିଲି ଜୀବନ 1000 ବର୍ଷ ତଳେ ଚାଲିଥିଲା, ଆଜି ବି ଚାଲିଛି। ସ୍ମାର୍ଟଫୋନ୍ ନଥିଲା, ଚାଲିଥିଲା। ପଇସା ଦେଣ ନେଣ ହଉଥିଲେ, ୟୁପିଆଇ ନଥିଲା, ପଇସା ବି ଦେଇପାରୁଥିଲେ, ପଇସା ବି ଆଣିପାରୁଥିଲେ। ଆଜିକାଲି ୟୁପିଆଇ ବି ଅଛି, ସେମିତି ପଇସା ଦେଇପାରୁଛେ, ପଇସା ଆଣି ବି ପାରୁଛେ। ଆପଣ ଯଦି କହିବେ ମୁଁ ୟୁପିଆଇ ୟୁଜ୍ କରିବିନି, କରନ୍ତୁ, କ'ଣ ଅସୁବିଧା ହେଉଛି? আর କିଛି ଅସୁବିଧା ନାହିଁ। ୟୁପିଆଇ ୟୁଜ୍ କରିପାରୁଛନ୍ତି, ଲାଇଫ୍ ଆପଣ ସ୍ମୁଥ ରହୁଛି। ହଁ, ଅସୁବିଧା ବି ଥାଇପାରେ, ବିକଜ ଅଫ୍ ସଡେନ୍ ଲୋକାଲାଇଜ୍ଡ ଫଲ୍ସ ଆର୍ ଲୁପ୍ ହୋଲ୍ସ। ତେଣୁ ଆପଣ କରନ୍ତୁ। ବର୍ତ୍ତମାନ ମୁଁ ଦେଖାଉଛି କେମିତି ହ୍ୱାଟ୍ସଆପ୍ର ଅଛି। ମୁଁ ସ୍କ୍ରିନ୍ ସେୟାର କରୁଛି। ଲେଟ୍ ମି ସି। ଏଇଟା ହେଉଛି ହ୍ୱାଟ୍ସଆପ୍ର ଗୋଟେ ବ୍ଲାଙ୍କ ପେଜ୍। କାଲି ମୁଁ ନେଇଥିଲି ସ୍କ୍ରିନ୍। ଏମିତି କିଛି ଦେଖାଯିବନି। ଏ ଯୋଉ ପିଙ୍କ କଲର ଡଟ୍ ମାରିଛି, ରାଉଣ୍ଡ ମାରିଛି ବା ମାର୍କିଂ କରିଛି, ସେଟାକୁ ଛାଡ଼ିଦିଅ। ସେଇଟା ଏଇଟା ହେଲା ଗୋଟେ ହ୍ୱାଟ୍ସଆପ୍ର ବ୍ଲାଙ୍କ ପେଜ୍। ବର୍ତ୍ତମାନ ଜୁମ୍ କରନ୍ତୁ। ମୁଁ ଗୋଟେ ଗୋଟେ ଜୁମ୍ କରୁଛି। ଦେଖନ୍ତୁ ଏଠି 1 ଲେଖା ହେଇଛି, ଓକେ। ଫେର ଆଉ ଗୋଟେ ଜାଗା ନେଉଛି। ଏଠି ଦେଖନ୍ତୁ 1.13 ଗୋଟେ ଟାଇମ୍ ଲେଖା ହେଲା ବେଳେ ଲେଖା ହେଇଛି 1.13, ମାନେ ଟୋଟାଲ ଆସୁଛି 1 + 1 + 3 ଦ୍ୟାଟ୍ ଇଜ୍ ଇକ୍ୱାଲ୍ ଟୁ 5। ଏଠି ଦେଖନ୍ତୁ ଗୋଟେ ଲେଖା ହେଇଛି 42 ଲେଖା ହେଇଛି, 42 ଲେଖା ଯାଉଛି 42। 42 ମାନେ 6। ଏଇଟା ଗୋଟେ ଅଛି 24, 24।
ଏତିକି ମୁଁ ଖୋଜିକି ପାଇଛି। ଗୋଟେ ହେଲା 1, ଗୋଟେ ହେଲା 1.13, ଆଉ ଗୋଟେ ହେଲା 42, ଆଉ ଗୋଟେ ହେଲା 24। ଆଉ ଗୋଟେ ଆଗରୁ 2-3 ବର୍ଷ ଆଗରୁ ଏ ପାଖରେ ଥିଲା 9.28, ଏଠି ଯେମିତି 1.13 ଅଛି। ଏଇ 1.13ଟା ମୁଁ ମାସେ ତଳେ ଗୋଟେ ସର୍ଟ ନେଇଥିଲି, ଦେଖିନଥିଲି, କିନ୍ତୁ କାଲି ସର୍ଟ ସ୍କ୍ରିନସଟ୍ ନେଲି ଦେଖିଲି। ଏଇଠି 9.28 ଥିଲା ଏ ପାଖରେ ତଳ ଆଡ଼କୁ, କିନ୍ତୁ ବର୍ତ୍ତମାନ ସେଟାକୁ କାଟି ଦେଇକିରି ଏ ୱାନ୍ଟା ଏଡିସନ୍ ହେଇଛି, ଆଉ ଏଠି 1.13 ହେଇଛି। ଯେଉଁମାନଙ୍କର ବି ସାମାନ୍ୟ ଆଇଡ଼ିଆ ଅଛି ନ୍ୟୁମରୋଲୋଜି କ'ଣ, 42 ମାନେ କ'ଣ, 24 ମାନେ କ'ଣ, 42 ମାନେ 6, 24 ମାନେ 6 ନ୍ୟୁମରୋଲୋଜିକାଲି, ସେମିତି ଏଠି 1.13 ମାନେ ଟୋଟାଲ ହେଉଛି 5। ସୋ ଇଟ୍ ଇସ୍ ଏ ଗେମ୍ ଅଫ୍ 1, 5 and 6। ଆଣ୍ଡ ଯେଉଁମାନେ ନ୍ୟୁମରୋଲୋଜି ଟିକେ ବି ଜାଣିଛନ୍ତି ସେମାନେ ବହୁତ ଭଲ ଭାବେ ଜାଣନ୍ତି, ରାଇଟ୍। ସୋ ବର୍ତ୍ତମାନ ମୁଁ କହିବି ଆପଣଙ୍କ ହାତରେ ଅଛି। ଏ ହ୍ୱାଟ୍ସଆପ୍ର ଏତେ ବଡ଼ ଲୋକ ସାଇଣ୍ଟିଷ୍ଟ ଆମେରିକାରେ ଅଛି, ତଥାପି ସେ ଅନନୋଇଂଲି ଏ ଜିନିଷ ବିଲକୁଲ କରିନି, କିଛି ପର୍ପଜ ଅଛି। ସେ ଏତେ ବଡ଼ ଲୋକ ସାଇଣ୍ଟିଷ୍ଟ, ଏତେ କରୋଡ଼ର ମାଲିକ, ତଥାପି ନ୍ୟୁମରୋଲୋଜି ୟୁଜ୍ କରୁଛି। ବିଶ୍ୱାସ ହଉନି, ନ କରନ୍ତୁ, ମୋର କିଛି ଯାଏ ଆସେ ନାହିଁ, କାହାର କିଛି ଯାଏ ଆସେ ନାହିଁ। ଆଉ ଜାଣିଥିବେ, ଯେତେ ସବୁ ବଡ଼ ବଡ଼ ବିଜନେସମ୍ୟାନ୍ ଅଛନ୍ତି, ସେମାନେ ଗୋଟେ ପ୍ୟାନେଲ ଅଫ୍ ଆଷ୍ଟ୍ରୋଲୋଜର ଆଣ୍ଡ ନ୍ୟୁମରୋଲୋଜିଷ୍ଟ ଥାନ୍ତି। ସେମାନଙ୍କୁ ଦରମା ଦିଆଯାଏ, ଟଙ୍କା ଦିଆଯାଏ, ଯାହା କୁହନ୍ତି ଆପଣ। ଅମିତାଭ ବଚ୍ଚନ ବି ଅଛନ୍ତି, ଆମ୍ବାନୀରେ ବି ଅଛନ୍ତି, ଟାଟାରେ ବି ଅଛନ୍ତି, ସମସ୍ତଙ୍କର ଅଛନ୍ତି ଗୋଟେ ପ୍ୟାନେଲ ଅଫ୍ ଆଷ୍ଟ୍ରୋଲୋଜର ଥାନ୍ତି। ହଁ, ମୁଁ ଆଉ ଗୋଟେ କଥା କହିବି। ଆପଣ ନାଁଟା ଭଲ ଦେଇଦେଲେ, ନମ୍ବରଟିଏ ଲେଖିଦେଲେ, ବା କିଛି ସେମିତି ଜିନିଷ କାମ କଲେ, ତାର ଅର୍ଥ ନୁହେଁ ଯେ ଆପଣ ବିଜନେସ୍ 1ରୁ 10 ହେଇଯିବ। ନ, ଇଏ ଆପଣଙ୍କର ଲାଇଫ୍ର ଚେଞ୍ଜ 1x ରୁ 10x ହେଇଯିବ ବା 100x ହେଇଯିବ। ନାଇଁ, ସେଗୁଡ଼ା କରିବା ପାଇଁ ଆପଣଙ୍କ ପାଖରେ କିଛି ସ୍କିଲ୍ ରହିବା ଦରକାର। କହିବାର ମାନେ ହେଉଛି, ଗୋଟେ ବିଜନେସ୍ ଯଦି ଗ୍ରୋ କରିବା ପାଇଁ ଚାହୁଁଛନ୍ତି, ଆପଣ ବିଜନେସ୍ ଇକ୍ୟୁପମେଣ୍ଟ ଫାଷ୍ଟ ରହିବା ଦରକାର। ଦ୍ୟାଟ୍ ୱାର୍କସ୍ ନିୟରଲି 60% ଅଫ୍ ୟୋର ବିଜନେସ୍ ଗ୍ରୋଥ୍। ବିଜନେସ୍ ସ୍କିଲ୍ ରହିବା ଦରକାର, ବିଜନେସ୍ ଆଇଡ଼ିଆ ରହିବା ଦରକାର, ଯେଉଁଟାକି ଆମେ ବିଜନେସ୍ ଇକ୍ୟୁପମେଣ୍ଟ କହୁ, ସେଇଟା ରହିବା ଦରକାର। ତା ସାଙ୍ଗରେ ଏସବୁ ଜିନିଷ ଗୁଡ଼ାକ ଆଉ 30-40% ଆପଣଙ୍କୁ ବୁଷ୍ଟଅପ୍ କରେ ଆଉ କରିଯାଏ। ଆଉ ଯାହା ପାଖରେ ବିଜନେସ୍ ସ୍କିଲ୍ ନାହିଁ, ଏସବୁ ଯେତେ କଲେ ବି କିଛି ଫାଇଦା ନାହିଁ। ଓକେ। ସୋ ଆପଣ ଗୋଟେ ଜାଗାରେ ଯଦି ବିଜନେସ୍ ଅଟକି ଯାଇଛି, ଲାଇଫ୍ ଅଟକି ଯାଇଛି, ଫିଲ୍ କରୁଛନ୍ତି ଆଗକୁ ଯାଉନାହିଁ, ଦେନ୍ ୟୁ ଡେଫିନେଟଲି ଅପ୍ଟ ଫର୍ ଦିସ୍ ଥିଙ୍ଗସ୍ ଟୁ ଇମ୍ପ୍ରୋଭାଇଜ୍ ୟୋର ଲାଇଫଷ୍ଟାଇଲ ଆର୍ କ୍ୱାଲିଟି ଅଫ୍ ଲାଇଫ୍। ବିଶ୍ୱାସ କରୁନାହାନ୍ତି, ନ କରନ୍ତୁ, ମୋର କିଛି ଯାଏ ଆସେ ନାହିଁ। ଏମିତି ଛୋଟ ଛୋଟ ଅନୁଭୂତି ମୁଁ ବେଳେବେଳେ ସେୟାର କରିବି, ଆପଣଙ୍କୁ ବିଶ୍ୱାସ କରିବା ପାଇଁ ନୁହେଁ, ବରଂ ଆପଣଙ୍କ ପାଖରେ ଗୋଟେ ସ୍ମାର୍ଟଫୋନ୍ ଅଛି, ଯାହାର ୟୁଜ୍ ଖାଲି କଲ୍, ଇଣ୍ଟରନେଟ୍ ଆଉ ରିସିଭିଂରେ ଫଟୋ ଉଠିବାରେ ପଳାଉଛି, କିନ୍ତୁ ସେ ଭିତରେ ବହୁତ ଫିଚର୍ସ ଅଛି। ସେମିତି ଲାଇଫ୍ ବି ସେମିତି ଗୋଟେ, ତାକୁ କେମିତି ୟୁଟିଲାଇଜ୍ କରିବି, ଯାହା ମୋର ଅନୁଭୂତି, ଯାହା ମୋର ଏକ୍ସପିରିଏନ୍ସ, ଯାହା ମୁଁ ଜାଣିଛି, ଶିଖିଛି, ଆଉ କିଛି କିଛି ଜିନିଷ ମୁଁ ଆପ୍ଲାଏ କରିଛି ମୋ ନିଜ ଲାଇଫ୍ରେ, ସେସବୁ ଜିନିଷ ମୁଁ ଆପଣଙ୍କ ସହିତ ସେୟାର କରିବି। ଦ୍ୟାଟ୍ସ ଅଲ୍। ଭଲ ଲାଗିଲେ ଭଲ କଥା, ନ ଲାଗିଲେ ବି ଭଲ କଥା। ଧନ୍ୟବାଦ, ନମସ୍କାର।